ବିଜେପି ପାଇଁ କ'ଣ ଆଞ୍ଚଳିକ ଦଳର କିଛି ଥ୍ରେଟ୍ ହେବନି। ବିଜେପି ତାର ବିଚାରରେ ଅଛି ଆଉ ଆଞ୍ଚଳିକ ଦଳର କୌଣସି କ୍ଷତି ବିଜେପିର କରିବନି। ଆଞ୍ଚଳିକ ଦଳର ନେତୃତ୍ୱ କିଏ ନେଉଛି ତା ଉପରେ ଅନେକ କିଛି ନିର୍ଭର କରୁଛି। ଓଡ଼ିଶାରେ ଅତୀତରେ ବିଜେଡ଼ି ବହୁତ ଦିନ ପର୍ଯ୍ୟନ୍ତ ରହିଲା, କିନ୍ତୁ ଓଡ଼ିଶାରେ କୌଣସି ଆଞ୍ଚଳିକ ଦଳ ବେଶୀ ଦିନ ତିଷ୍ଠନ୍ତି ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ତ ଚତୁର୍ଥ ସିଟ୍ର କଥା ଅଛି। ଚତୁର୍ଥ ସିଟ୍ କ'ଣ ହେବ କ'ଣ ନାହିଁ ଏଇଟା ଭବିଷ୍ୟତ କହିବ। ବିଜେଡ଼ିର କ୍ଷତି ହେବ। ବିଜେଡ଼ି ଗୋଟେ ଆଞ୍ଚଳିକ ଦଳ, ଆଞ୍ଚଳିକତାର ଭୋଟ ଯଦି ଆଉ ଗୋଟେ ଦଳ ନେଇଯାଏ ତାହେଲେ ବିଜେଡ଼ିର କ୍ଷତି ହେବ। ବିଜେପି ତ ନ୍ୟାସନାଲ ହିସାବରେ ଅଛି ନା, ନ୍ୟାସନାଲ ପାର୍ଟି ହିସାବରେ। ତ ନ୍ୟାସନାଲ ଭୋଟ ଯେଉଁମାନେ ଜାତୀୟ ଚିନ୍ତାଧାରାର ଲୋକମାନେ ସେମାନେ ବିଜେପିକୁ ଦେଲେ। ଏବଂ ଏଇ ଅବଶ୍ୟ ରାଜନୀତିରେ ଚିନ୍ତାଧାରା ଏତେ ମହତ୍ତ୍ୱ ରଖୁନାହିଁ, କିନ୍ତୁ ଗୋଟିଏ ସମାନ ବିଚାରଧାରାର ପାର୍ଟି, ଦୁଇଟା ସମାନ ଧାରାର ବିଚାର ପ୍ରତି ସେମାନେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇଥାନ୍ତି। ଦେଖନ୍ତୁ ମହାରାଷ୍ଟ୍ରରେ ଶିବସେନା ଏବଂ ବିଜେପି ଏମାନଙ୍କ ଭିତରେ ବୁଝାମଣା ଥିଲା ଏବଂ ବୁଝାମଣା ଗୋଟିଏ ବିଷୟକୁ ନେଇକରି ଏମାନଙ୍କର ଭିତରେ ସାମଞ୍ଜସ୍ୟ ଥିଲା। କିନ୍ତୁ ସେ ବିଚାରରୁ ଶିବସେନା ଚାଲିଯିବା ପରେ, ତାର ବୈଚାରିକ ଅବକ୍ଷୟ ଘଟିଲା ପରେ ସେ ଦଳ ଆଉ ତିଷ୍ଠିଲାନି। ଯଦି ସମାନ ବିଚାରଧାରାରେ ଥାନ୍ତା ତାହେଲେ ବିଜେପିକୁ ସେ ହୁଏତ ବିଜେପିର ସମସାମୟିକ ହେଇକରି ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ମଧ୍ୟ ହେଇପାରିଥାନ୍ତେ, ତ ହେଲା ନାହିଁ। ସେମିତି ଭାରତର ରାଜନୀତି ଆପଣ ଧୀରେ ଧୀରେ ଦେଖନ୍ତୁ ଦ୍ୱିକେନ୍ଦ୍ରିକ ଆଡ଼କୁ ଯାଉଛି। ଗୋଟିଏ ପଟେ ବିଜେପି ଯେଉଁମାନେ ନ୍ୟାସନାଲ ଭାବନାକୁ, ଜାତୀୟ ଭାବନାକୁ ନେଇକରି ରହୁଛନ୍ତି ଏବଂ ଅନ୍ୟଟା କଂଗ୍ରେସର ନେତୃତ୍ୱ ରହିବା କଥା। କିନ୍ତୁ ଅନେକ ଗୁଡ଼ିଏ ପାର୍ଟି ସ୍ୱଭାବଗତ କଂଗ୍ରେସ ବିରୋଧୀ। ଧରନ୍ତୁ ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶର, ଏଇଟା ହେଉଛି ବୈଚାରିକ ଦୃଷ୍ଟିରୁ କଂଗ୍ରେସ ବିରୋଧୀ, କିନ୍ତୁ ବ୍ୟବହାରିକ ଦୃଷ୍ଟିରୁ ସେମାନେ କଂଗ୍ରେସ ସପକ୍ଷରେ ଗଲେ ସେ ଫଳାଫଳ ସେମାନେ ପାଉନାହାନ୍ତି। ବିହାରରେ ବି ଦେଖନ୍ତୁ ତାଙ୍କର ଯେଉଁ ବିହାରର ଲାଲୁ ପ୍ରସାଦଙ୍କର ପାର୍ଟି ଆରଜେଡି, ସେମାନେ ବୈଚାରିକ ଦୃଷ୍ଟିରୁ କଂଗ୍ରେସ ବିରୋଧୀ, କିନ୍ତୁ କଂଗ୍ରେସ ସହିତ ଗଠବନ୍ଧନ କଲେ ତାର ସଫଳତା ସେମାନଙ୍କୁ ପାଉନାହିଁ। ଏମିତି ଅନେକ ଜାଗାରେ ଅଛି। କେବଳ ତାମିଲନାଡୁ ଛାଡ଼ିଦେଲେ ଦେଖନ୍ତୁ, ତାମିଲନାଡୁ ଗୋଟେ ଅଲଗା ପ୍ରକାର ରାଜନୀତି। କେରଳରେ ଯଦିଓ ଜାତୀୟ ସ୍ତରରେ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର ସମର୍ଥନ କରୁଛି, କିନ୍ତୁ ଆଞ୍ଚଳିକ ସ୍ତରରେ କେରଳରେ ସେମାନେ ପରସ୍ପର ବିରୋଧୀ। ତ ଏମିତି ଧୀରେ ଧୀରେ ଦେଖନ୍ତୁ ତୃଣମୂଳ କଂଗ୍ରେସରୁ ବାହାରିଛି, କିନ୍ତୁ ପଶ୍ଚିମବଙ୍ଗରେ ସେମାନେ କଂଗ୍ରେସ ବିରୋଧୀ। ତ ଜାତୀୟ ରାଜନୀତିକ ଦୃଷ୍ଟିପଟ କ'ଣ ହେଉଛି ତା ଉପରେ ବି ବହୁତ କିଛି ନିର୍ଭର